ମୋ ନାଁ ପ୍ରଦୀପ। ଆମ ଘରେ ମୁଁ, ମୋ ବୋଉ, ବାପା, ଜେଜେ ଆଉ ମୋର ବିଧବା ଅପା ରୁହନ୍ତି। ମୋ ଜେଜେ ଗାଁ ସ୍କୁଲରେ ଶିକ୍ଷକ ଥିଲେ, କିନ୍ତୁ ଏବେ 5 ମାସ ହେବ ସେ ଅବସର ନେଇସାରିଲେଣି। ଘରେ ବିଲ କାମ ଓ ଅନ୍ୟାନ୍ୟ କାମ କରନ୍ତି। ବାପା ବାହାରେ ରୁହନ୍ତି, ଖୁବ୍ କମ୍ ଘରକୁ ଆସନ୍ତି। ଘରେ କେବଳ ମୋ ବୋଉ ଓ ଅପା ଏବଂ ଜେଜେ ରୁହନ୍ତି। ମୋ ବୋଉ ଟିକେ ମୋଟି ମାଇକିନା ହୋଇଥିଲେ ମଧ୍ୟ ତାର ଦୁଧ ଗାଣ୍ଡି ମସ୍ତ ସାଇଜ ହୋଇଛି ଓ ମୋ ଅପା ମଧ୍ୟ ମୋ ବୋଉ ଭଳି ଦେଖିବାକୁ। ତାଙ୍କ ସ୍ୱାମୀ ମରିଯିବାଠୁ ସେ ଆମ ଘରେ ହିଁ ରହୁଛନ୍ତି। ଆଉ ରହିଲେ ମୋର ଜେଜେ, ତାଙ୍କ ବାଣ୍ଡ 7 ଇଞ୍ଚ, ଶରୀର ବି ବହୁତ ମଜବୁତ ଅଛି। ଜେଜେମା ମରିବା ଠାରୁ ସେ ସ୍କୁଲରେ ରୋଷେଇ କରୁଥିବା ମାଇକିନାଙ୍କୁ ରଖିତା କରି ସବୁଦିନ ଗେହୁଁଥିଲେ, କିନ୍ତୁ ଏବେ ସ୍କୁଲ ନ ଯିବାରୁ ଆଉ ଗେହି ପାରୁନାହାନ୍ତି। ଜେଜେ ନିଜେ ହିଁ ତାଙ୍କ ରୁମରେ ହଲେଇକି ଶାନ୍ତି ହେଉଛନ୍ତି। ଆମ ଘର ପଛପଟେ ଗୋଟେ ବିରାଟ ପଡ଼ିଆ ଅଛି ଓ ସେଠାରେ ଗାଁର ସବୁ ମାଇକିନା ମାନେ ସକାଳେ ଓ ସନ୍ଧ୍ୟାରେ ଝାଡ଼ା ବସିବାକୁ ଯାଆନ୍ତି। ଜେଜେ ସକାଳେ ଓ ସନ୍ଧ୍ୟାରେ ଯେତେ କାମ ଥିଲେ ମଧ୍ୟ ସେ ରୁମରେ ରହି ମାଇକିନା ମାନଙ୍କର ବଡ଼ ବଡ଼ ଗାଣ୍ଡି ଆଉ ବାଳ ଭର୍ତ୍ତି ବିୟାକୁ ଦେଖି ଶାନ୍ତି ହୁଅନ୍ତି। ଦିନେ ଗାଁର ଜଣେ ମାଇକିନା ସେହି ପଡ଼ିଆରେ ଆସେ ଆମ ଘର ଆଡ଼େ ଗାଣ୍ଡି କରି ଝାଡ଼ା ବସିବାକୁ ଲାଗିଲା। ଜେଜେ ଏହି ଦୃଶ୍ୟକୁ ଦେଖି ଆଉ ନିଜକୁ ସମ୍ଭାଳି ପାରିଲେନି। ନିଜର 7 ଇଞ୍ଚର ବାଣ୍ଡକୁ ହାତରେ ବାହାର କରି ହାତରେ ପୁଳାଏ ଚେପ ଲଗାଇ ହଲେଇବାକୁ ଲାଗିଲେ। ସେ ସମୟରେ ମୋ ଅପା ବାରିପଟେ କିଛି କାମ ପାଇଁ ଯାଇଥାଏ। ଜେଜେ ଝରକା ପଟେ ଆସିଲା ବେଳକୁ ତ ନଜର ଜେଜେଙ୍କ ରୁମରେ ପଡ଼ିଲା ଓ ସେ ଦେଖି ପୁରା ଚମକି ପଡ଼ିଲା। ଜେଜେ ତାଙ୍କର ମୋଟା ବାଣ୍ଡକୁ ହାତରେ ନେଇ ସାଉଁଳୁଛନ୍ତି। ଅପା ଦେଖି ଚୁପଚାପ ଝରକା ପାଖରେ ଠିଆ ହୋଇଥାଏ। ଦୂରରୁ ଦେଖିଲା ଗାଁର ଗୋଟେ ମାଇକିନା ଗାଣ୍ଡି ଦେଖି ଜେଜେ ମାନେ ଜେଜେ ତାଙ୍କର ବାଣ୍ଡକୁ ହଲାଉଛନ୍ତି। ଅପା ଜେଜେଙ୍କର ବାଣ୍ଡ ଦେଖି ସେ ବି ବିଆରେ ନେବାକୁ ଉପାୟ କଲା। ବହୁତ ଦିନ ହେବ ଗିଆ ଖାଇନି। ସେ ଭାବିଲା କାଲି ଯଦି ମୁଁ ବିଲକୁ ଝାଡ଼ା ବସିବାକୁ ଯିବି ତେବେ ଯାଇକି କିଛି ହେବ। ସେଦିନ ରାତି ସାରା ଅପା ଜେଜେଙ୍କର ବାଣ୍ଡ କଥା ଭାବି ବହୁତ ଗରମ ହୋଇ ସକାଳ ହେବାକୁ ଅପେକ୍ଷା କଲା। ସକାଳ ହେଲା, ଅପା ଗୋଟେ ଲୁଗା ପିନ୍ଧି ଜେଜେଙ୍କ ରୁମକୁ ଦେଖିଲା ବେଳେ ଜେଜେ ରୁମରେ ରହି ପଡ଼ିଆକୁ ଗୋଟେ ନଜରରେ ଦେଖୁଛନ୍ତି। ଅପା ଗଲାବେଳେ ବୋଉ ପଚାରିଲା, ରାନୁ କୁଆଡ଼େ ଯାଉଛ? ଅପା କହିଲା, ନାଇଁ ଭାଉଜ, ବିଲକୁ ଯାଉଛି ଝାଡ଼ା ବସିବାକୁ। ବୋଉ କହିଲା, କାହିଁ ପାଇଖାନାକୁ ଯାଉନ? ଅପା କହିଲା, ନାଇଁ ଭାଉଜ, ଏମିତି ଟିକେ ବାହାରେ ଝାଡ଼ା ବସିବାକୁ ଇଚ୍ଛା ହେଉଛି। ବୋଉ କହିଲା, ହଁ ହଉ ଯାଅ। ତାପରେ ଅପା ଯାଇ ବିଲରେ ଠିଆ ହୋଇ ଏପଟ ସେପଟ ଦେଖିଲା ଆଉ ତାର ବଡ଼ ବିଶାଳକାୟ ଗାଣ୍ଡି ଘର ଆଡ଼କୁ କରି ଝାଡ଼ା ବସିବା ଭଳି ବସି ରହିଲା। ଜେଜେ ଅପାର ଗାଣ୍ଡିକୁ ଦେଖି ଭାବିଲେ, ଘରେ ଏତେ ବଡ଼ ଗାଣ୍ଡି ଥାଉ ଥାଉ ଆଉ କୁଆଡ଼େ କାହିଁକି ଯିବି। ତାପରେ ଜେଜେ ଅପାର ଗାଣ୍ଡିକୁ ଦେଖି ବାଣ୍ଡକୁ ବାହାର କରି ହଲେଇଲେ। ଅପା ଟିକେ ନ ଜାଣିପାରି ଜେଜେଙ୍କ ରୁମକୁ ଦେଖିଲା ବେଳକୁ ଜେଜେ ବାଣ୍ଡକୁ ହାତରେ ନେଇ ହଲାଉଥାନ୍ତି। ଅପାକୁ ଜେଜେଙ୍କର ବାଣ୍ଡକୁ ଦେଖି ଆହୁରି ଗରମ ହୋଇଗଲା ଆଉ ତାପରେ ଗାଣ୍ଡିକୁ ଧୀରେ ଧୀରେ ଉଠେଇ ସେମିତି ଲଙ୍ଗଳା ଗାଣ୍ଡିକୁ ରଖିଲା। ଲୁଗା ତଳକୁ କଲା ନାହିଁ। ଜେଜେ ପୁରା ଗରମ ହୋଇ ତାଙ୍କ ବାଣ୍ଡରୁ ପାଣି ବାହାର କଲେ। ଅପା ଦେଖିଲା ଜେଜେ ଶାନ୍ତି ହେଲେ। ତାପରେ ଅପା ଶୌଚ ହୋଇ ଘରକୁ ଆସିଲା। ଜେଜେ ଏବେ ଅପାର ଗାଣ୍ଡି ଦେଖି ଆଉ ବାଳୁଆ ବିୟା ଦେଖି ପୁରା ପାଗଳ ହୋଇଯାଇଥିଲେ ଆଉ ଅପାର ପଛେ ପଛେ ଘରେ ଲାଗି ରହିଲେ। ଅପା ମୁତିବା ବେଳେ ତା ଗାଣ୍ଡି ଆଉ ବିୟା ଦେଖିବା, ଲୁଗା ବଦଳିବା ବେଳେ ଏସବୁ ଦେଖିବା ଜେଜେଙ୍କର ନୀତିଦିନିଆ କାମ ହୋଇଗଲା। ଅପା ବି କମ୍ ନୁହେଁ, ସେ ବି ଜେଜେଙ୍କୁ ଜାଣି ଜାଣି ଦେଖେଇ ଗରମ କରୁଥାଏ। ଦିନେ ଜେଜେଙ୍କ ରୁମରେ ଝାଡ଼ୁ ମାରିବାକୁ ବୋଉ ଯାଇଥିଲା। ସେଠାରେ ଅପା ଆସି କହିଲା, ଭାଉଜ ଦିଅ, ମୁଁ ଯାଇ ବାପାଙ୍କ ରୁମକୁ ଝାଡ଼ୁ କରିଦେଉଛି। ଜେଜେ ରୁମରେ ଲୁଙ୍ଗି ପିନ୍ଧିଥିଲେ, ଭିତରେ କିଛି ନାହିଁ। ଅପା ରୁମ୍ ଭିତରକୁ ଗଲା ଆଉ ଜେଜେ ଅପାଙ୍କୁ ଦେଖି ପୁରା ବାଣ୍ଡରେ ହାତ ବୁଲେଇ ଆଣିଲେ। ଅପା ରୁମ୍ ସଫା କରିବାକୁ ଲାଗିଲା। ଜେଜେଙ୍କ ଖଟ ପାଖକୁ ଯାଇ କହିଲା, ବାପା ଗୋଡ଼ ଉପରକୁ କର, ଖଟରେ ବହୁତ ଅଳିଆ ଅଛି, ମୁଁ ସଫା କରିବି। ତାପରେ ଅପା ନଇଁ ଯାଇ ଖଟ ପାଖକୁ ସଫା କରିବାକୁ ଲାଗିଲା। ଜେଜେ ଗୋଡ଼ ଉପରକୁ କଲେ। ତାଙ୍କର ମୋଟା ବାଣ୍ଡ ତ ସେମିତି ଉଠିକି ଥାଏ। ଅପାର ନଜର କଲା
ଆଉ ଅପା ଦେଖିକି ତା ବିଆରେ ନିଆଁ ଲାଗିଗଲା। ଜେଜେ ଅପାକୁ କହିଲେ, ଝିଅ ଆଜି ଟିକେ ଆମ ବଗିଚା ପଟକୁ ଯିବା। ସେଠାରେ କୋଡ଼ିଆକୁ ତୁ ସଫା କରିବୁ ଆଉ ମୁଁ ଯାଇ ଗଛ ଟିକେ ସଫା କରିବି। ଗାଡ଼ିଆରେ ଗାଧୋଇ ପକେଇବା। ଅପା କହିଲା, ଠିକ୍ ଅଛି ବାପା, ଏବେ ବାହାରିବା, ନଚେତ୍ ଲେଟ୍ ହୋଇଯିବ। ବୋଉ ମୋର ବି ଯିବାକୁ କହିଲା। ଜେଜେ କହିଲେ, ଠିକ୍ ଅଛି, ତମେ ସବୁ ନିଜ ନିଜର ଲୁଗା ନେଇକି ଆସ। ବୋଉ ଆଉ ଅପା ନିଜର ଲୁଗାକୁ ନେଇଗଲେ। ଜେଜେ ବୋଉ ଆଉ ଅପା ଯାଇ ସେଇଠି ପହଞ୍ଚିଥିଲେ। ବୋଉ ଆଉ ଅପା କୋଡ଼ିଆକୁ ସଫା କଲେ ଆଉ ଜେଜେ ଗଛ ସବୁକୁ ସଫା କଲେ। ତାପରେ ଜେଜେ ଗଲେ ଗାଡ଼ିଆ ପାଖକୁ। ତାପରେ ଅପା ଆସିଲା ଆଉ ସେ ବି ତାର ସବୁ ଖୋଲି ଦେଇ ଖାଲି ଗୋଟେ ଟାୱେଲ ଘୋଡ଼େଇ ହୋଇ ପାଣିରେ ବସିଲା। ବୋଉ କହିଲା, ମୋତେ ଟିକେ ଝାଡ଼ା ମାରିଲାଣି, ମୁଁ ଯାଇକି ଆସୁଛି। ଅପା କହିଲା, ଠିକ୍ ଅଛି ଯା। ଜେଜେ ପାଣିରେ ଲଙ୍ଗଳା ହୋଇକି ଟାୱେଲଟା ଉପରକୁ ଫିଙ୍ଗିଦେଲେ। ଅପା ବି ଜେଜେଙ୍କ ବାଣ୍ଡକୁ ପୂରେଇ ଗେହିବ ବୋଲି ବହୁତ ଗରମ ହୋଇଥିଲା। ଅପା ଗାଡ଼ିଆରେ ପଶୁ ପଶୁ ଗୋଡ଼ ଖସିଗଲା ଆଉ ସିଧା ଯାଇ ଜେଜେଙ୍କ ଦେହରେ ବାଡ଼େଇ ହେଲା। ଜେଜେ ତୁରନ୍ତ ଅପାର ଅଣ୍ଟାକୁ ଧରି ପକେଇଲେ। ଅପାକୁ ପାଣିରେ ପହଁରା ଆସେନି, ଖସି ଯାଇ ଜେଜେଙ୍କ ପାଖକୁ ଆସିଲା ଭାରି। ହେଲେ ଯିବ କେମିତି? ଜେଜେଙ୍କ ବାଣ୍ଡ ପୁରା ଶକ୍ତ ହୋଇଥାଏ। ଅପାକୁ ଜେଜେ କହିଲେ, ପହଁରା ଆସେ କି ନାହିଁ? ଅପା କହିଲା, ନାହିଁ ବାପା, ଟିକେ ଶିଖେଇ ଦିଅ। କହିକି ନିଜର ଗାଣ୍ଡିକୁ ଜେଜେଙ୍କ ବାଣ୍ଡରେ ଘଷିଲା। ଜେଜେଙ୍କ ବାଣ୍ଡ ପୁରା ଆହୁରି ଶକ୍ତ ହୋଇଗଲା। ଜେଜେ ଅପାକୁ ପଛକୁ ଭିଡ଼ି ଦେଇ ଗୋଟେ ଧକ୍କା ଦେଲେ ଯେ ସିଧା ଗାଣ୍ଡି ଫାଙ୍କରେ ଜେଜେଙ୍କର ବାଣ୍ଡ ଲାଗି ରହିଥାଏ। ଅପା ନ ଜାଣିଲା ଭଳି କହିଲା, ବାପା ଏ କ'ଣ, ତମେ କିଛି ପିନ୍ଧିନ? ଜେଜେ କହିଲେ, ନା, ମୁଁ ମୋର ପୋଷାକ ଆଣିବାକୁ ଭୁଲି ଯାଇଛି। ଟାୱେଲଟା ଉପରେ ଅଛି ଆଉ ତତେ ପହଁରା ଶିଖେଇବାକୁ ସେ ଟାୱେଲଟା ଅସୁବିଧା କରୁଥିଲା। ଅପା ଟିକେ ହସି ଦେଇ କହିଲା, ଠିକ୍ ଅଛି ବାପା, ଏବେ ଶିଖାଅ। ତାପରେ ଜେଜେ ଅପାର ବିଆରେ ହାତ ଟିକେ ମାରିଲେ। ଅପା କହିଲା, ବାପା ଏ କ'ଣ କରୁଛ? ଜେଜେ କହିଲେ, ଝାଡ଼ା ପଡ଼ିଆରେ ଭଲ ତ ଗାଣ୍ଡି ଦେଖେଇକି ମୋତେ ଗରମ କଲୁ। ଏମିତିରେ ତୁ ବହୁତ ଦିନ ହେବ ଗିହା ଖାଇନଥିବୁ, ତ ଆଜି ସେଇଟା ବି ଦେଇଦେବି। ଅପା ଗିହା କଥା ଶୁଣି ଗରମ ହୋଇ ଜେଜେଙ୍କ ମୋଟା ବାଣ୍ଡକୁ ହାତରେ ନେଇ ସାଉଁଳି ସାଉଁଳି ହଲିବାକୁ ଲାଗିଲା ଆଉ କହିଲା, ତମର ଏତେ ବଡ଼, ମୋ ବିଆ ପୁରା ମେଲା ହୋଇଯିବ। ଜେଜେ ଟିକେ ମୁରୁକି ହସି ଅପାର ବିଆରେ ବାଣ୍ଡକୁ ସେଟ୍ କରି ଗୋଟେ ଜୋରରେ ଧକ୍କା ମାରିଲେ ଆଉ ପୂରେଇଲେ। ଅପା ପୁରା ପାଣି ଭିତରେ ଥାଇ ମଧ୍ୟ ବହୁତ କଷ୍ଟ ଅନୁଭବ କଲା। ଆଉ ବହୁତ ଦିନ ପରେ ବାଣ୍ଡ ପାଇ ବିଆକୁ ବାଣ୍ଡରେ ଆହୁରି ପୁରା ମେଲା କରିଦେ ବୋଲି କହୁଥାଏ। ଜେଜେ ବି ଅପାର ବାଳୁଆ ବିଆରେ ଧକ୍କା ଦେଇ ଚାଲିଥିଲେ ଓ ଦୁଧକୁ ଚିପିକି ଗାଣ୍ଡି କଣାକୁ ଗୋଟିଏ ଆଙ୍ଗୁଳିରେ ଆଗପଛ କରୁଥିଲେ। ଏମିତି କିଛି ସମୟ ବିଆରେ ଗେହି ଜେଜେ ଅପାକୁ ଗାଡ଼ିଆ ତୁଠରେ କୁକୁର ଭଳି ରହିବାକୁ କହିଲେ। ଅପା କହିଲା, ଜଲ୍ଦି କର, ଭାଉଜ ଆସିଲେ ଅସୁବିଧା ହେବ। କହି ସଙ୍ଗେ ସଙ୍ଗେ ନଇଁ ପଡ଼ିଲା ଆଉ ତାର ବିଶାଳକାୟ ଗାଣ୍ଡି ବାଳ ବି ଭର୍ତ୍ତି। ଜେଜେ ଅପାର ବାଳୁଆ ଗାଣ୍ଡି ଏତେ ପାଖରୁ ଦେଖି ଗାଣ୍ଡି କଣାରେ ଜିଭ ପୂରେଇ ଚାଟିବାକୁ ଲାଗିଲେ ଆଉ ଗାଣ୍ଡି କଣାରେ ଜିଭକୁ ପୂରେଇବାକୁ ଆଗପଛ କଲେ। ଅପାର ହାଲତ ପୁରା ଖରାପ। ବିଆର କଷ୍ଟ ଆଉ ଗାଣ୍ଡିଟା ଖାଇବାର ସୁଖ ପୁରା ଅପାର ଖୁସି କହିଲେ ନ ସରେ। ବହୁତ ଦିନ ପରେ ବିଆଟା ଗାଣ୍ଡି ବିଆକୁ ଚାଟି ଘେଇଛି। ଜେଜେ ନିଜ ବାଣ୍ଡକୁ ଛେପରେ ଅଦା କରି ଅପାର ବାଳୁଆ ଗାଣ୍ଡିରେ ବାଣ୍ଡକୁ ପୂରେଇଲେ। ଅପା ଗରମ ହୋଇଥିଲା। ଗାଣ୍ଡିରେ ବାଣ୍ଡ ପାଇ ପୁରା ବିଆରୁ ଝରଝର ବିଆ ରସ ବାହାରି ପଡ଼ିଲା। ଜେଜେ ମଧ୍ୟ ସବୁ ପାଣିକୁ ଅପାର ଗାଣ୍ଡିରେ ଛାଡ଼ିଲେ। କହିଲେ, କେମିତି ଲାଗିଲା? ଅପା କହିଲା, ବାପା ବହୁତ ମଜା ଆସିଲା। ବହୁତ ଦିନ ପରେ ଟିକେ ଶାନ୍ତି ପାଇଲି। ଆଉ କହିଲା, ଘରେ ସୁବିଧା ପାଇ ତମ ରୁମକୁ ଆସୁଥିବି ଆଉ ତମ ବାଣ୍ଡରୁ ଏଭଳି ଘିଅଣା ଖାଉଥିବି। ତ ଦର୍ଶକ ବନ୍ଧୁ, ଏ ଥିଲା କାହାଣୀ ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣଙ୍କ ମତାମତ ନିହାତି ଜଣାଇବେ। ଆଉ ହଁ, ଯଦି ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେବାକୁ ଚାହାନ୍ତି ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ ପିନ୍ କରାହେଇଛି। ଜଲ୍ଦି ଯାଇ ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ କରନ୍ତୁ। ଆଉ ଯଦି ଆପଣମାନେ ଆମ ଭିଡ଼ିଓ ଗ୍ରୁପରେ ଜଏନ୍ ହେବାକୁ ଚାହୁଁଛନ୍ତି, ଯେଉଁଠିକି ଆପଣମାନେ ସବୁ ପ୍ରକାର ଭିଡ଼ିଓ ଯାହାକି ୟୁଟ୍ୟୁବରେ ଅପଲୋଡ଼ କରିବା ସମ୍ଭବ ନୁହଁ, ସେ ସବୁ ଭିଡ଼ିଓ ଆମେ ଆମ ଟେଲିଗ୍ରାମ ଚ୍ୟାନେଲରେ ଗୋଟେ ଗ୍ରୁପ୍ ବନେଇ କରିଛୁ। ଯଦି ଜଏନ୍ ହେବାକୁ ଚାହାନ୍ତି ତାହେଲେ ଜଲ୍ଦି ଯାଇ ଟେଲିଗ୍ରାମରେ ଜଏନ୍ କରନ୍ତୁ। ରହୁଛି, ଧନ୍ୟବାଦ।